ଆଜି ଆମେ ଛନ୍ଦ କିପରି ସହଜରେ ମନେ ରଖିପାରିବା ତା ଉପରେ ଦେଖିବା। ଆପଣ ତ ଜାଣିଥିବେ 17 ତାରିଖରେ OSTET ଏକ୍ଜାମ୍ ହେବାକୁ ଯାଉଛି। ତ ସେଇ ରିଲେଟେଡ୍ କୋଶ୍ଚିନ୍ ଯାହା ଆସୁଛି ଆମେ ତାକୁ କରିବା ପାଇଁ ଛନ୍ଦ ବି ସେଥିରେ ଆସୁଛି। ତ ଛନ୍ଦଟାକୁ ଆମେ ଦେଖିବା ଭଲରେ। ଆମର ଛନ୍ଦରୁ କେମିତି କୋଶ୍ଚିନ୍ ଆସୁଛି ନା, ସେ ପଚାରିଥିବ ଗୋଟେ ଦେଇଥିବ ପଦ ବା କବିତା, ସେଇଟା କେଉଁ ଛନ୍ଦ ବୋଲି ଆମେ ସେଇଟା ଜାଣିବା। ତାର ସର୍ଟ ଟ୍ରିକ୍ଟା ଆମେ ଆଜି ଜାଣିବା। ତ ସାଧାରଣତଃ ଛନ୍ଦ କହିଲେ ଆମେ କ'ଣ ବୁଝୁ ନା, ଓଡ଼ିଆ ସାହିତ୍ୟରେ ପଦ ବା କବିତାକୁ ଗତିଶୀଳ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀ ରହିଛି, ଯାହାକୁ ଛନ୍ଦ କୁହାଯାଏ। ତ ଛନ୍ଦକୁ ସାଧାରଣତଃ ଆମର ଦୁଇ ପ୍ରକାର ବିଭକ୍ତ କରାଯାଇଛି। ପ୍ରଥମ ମିତ୍ରାକ୍ଷର ଛନ୍ଦ, ସେକେଣ୍ଡରେ ହେଉଛି ଅମିତ୍ରାକ୍ଷର ଛନ୍ଦ। ତ ମିତ୍ରାକ୍ଷର ଛନ୍ଦକୁ ମଧ୍ୟ ଆମର 3 ପ୍ରକାର ଛନ୍ଦରେ ବ୍ୟବହାର କରାଯାଇଛି। ତ ଆମର ଏତେ ପୂର୍ଣ୍ଣ ମିତ୍ରାକ୍ଷର, ଅପୂର୍ଣ୍ଣ ମିତ୍ରାକ୍ଷର, ଏକାନ୍ତର ମିତ୍ରାକ୍ଷର, କିନ୍ତୁ କୋଶ୍ଚିନ୍ରେ ଆମର ପୁରା ଭିତରୁ ପକାଉନି, ଆମକୁ କବିତା ଦେଇଥିବ, ସେଇଟା କେଉଁ ଛନ୍ଦ ବୋଲି ପଚାରିଥିବ। ତ ଛନ୍ଦକୁ ଆମେ ଚିହ୍ନିବା ପୂର୍ବରୁ ଛନ୍ଦର ଫିଚର 3ଟା ଆମେ ଜାଣି ରଖିବା ଦରକାର। ଗୋଟେ ହେଉଛି ପଦ, ପାଦ, ଯତି। ତ ପଦ କାହାକୁ କୁହାଯାଏ ନା, ପାଦମାନଙ୍କ ସମାହାରରେ ଯାହା ଗଠିତ ହୁଏ ତାକୁ ପଦ କୁହାଯାଏ। ଯେମିତି ଉଦାହରଣ ସ୍ୱରୂପ ଏଠାରେ ଦେଖନ୍ତୁ, କ୍ଷତ୍ରୀ ଗୋଟେ ଦେଇଛି କବିତା, କ୍ଷତ୍ରୀ ବୃତ୍ତି ଛାଡ଼ି ବ୍ରାହ୍ମଣ ସ୍ୱରୂପ, ସଭାକୁ ପାଣ୍ଡବେ ଚଢ଼ନ୍ତି ଗୋପାଳ ସ୍ୱରୂପ। ତ ଏଇଟା ଆମର ଦୁଇଟି ପାଦରେ ଗୋଟିଏ ପଦ ହେଇଛି। ଏଇଟା ଗୋଟେ ପାଦ, ଏଇଟା ଗୋଟେ ପାଦ। ତ ଏଇ ଦୁଇ ପାଦରେ ଟୋଟାଲ ସମାହାରଟାକୁ କୁହାଯାଏ କ'ଣ ନା, ପଦ। ସେମିତି ପାଦ କୁହାଯାଏ, ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କୁହାଯାଏ। ପଦର ଏଇଟା ଗୋଟେ ପଂକ୍ତି, ଏଇଟା ଗୋଟେ ପଂକ୍ତି, ତ ଏଇଟାକୁ ଗୋଟେ ପାଦ, ଏଇଟାକୁ ଗୋଟେ ପାଦ, ଦୁଇ ପାଦ ମିଶିଲା ପରେ ଗୋଟିଏ ପଦ ହେଇଛି। ଯତି କାହାକୁ କୁହାଯାଏ ଦେଖନ୍ତୁ, ପ୍ରତି ପଦକୁ ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ଏକ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନିଆଯାଏ। ଯେମିତିକି ଆପଣ ଜାଣିଥିବେ ଓଡ଼ିଆ ସାହିତ୍ୟରେ କମା, ଫୁଲଷ୍ଟପ୍ ଏମିତି ବ୍ୟବହାର କରାଯାଏ। ଯେଉଁଠି ପାଦକୁ ଆବୃତ୍ତି କଲାବେଳେ ଯେଉଁଠି ବିଶ୍ରାମ ନିଆଯାଏ ସେଇଟାକୁ କୁହାଯାଏ କ'ଣ ନା, ଯତି। ତ ଆମେ ଦେଖିବା ଏବେ ଆମକୁ ସର୍ଟରେ ମନେ ରଖିବାର ଅଛି, ତିନି ପ୍ରକାର ଛନ୍ଦକୁ ଆମେ ମନେ ରଖିବାର ଅଛି। ଯେମିତିକି 2 ପାଦ ବିଶିଷ୍ଟ ଛନ୍ଦ, 4 ପାଦ ବିଶିଷ୍ଟ ଛନ୍ଦ ଏବଂ 6 ପାଦ ବିଶିଷ୍ଟ ଛନ୍ଦ। ତ 2 ପାଦ ବିଶିଷ୍ଟ ଛନ୍ଦରେ ଆମର କିଏ ଆସୁଛନ୍ତି ନା, ଫାଷ୍ଟ ହେଉଛି ଭାଗବତ ବାଣୀ ବା ଛନ୍ଦ, ଦାଣ୍ଡିବୃତ୍ତ ବା ଛନ୍ଦ, ଭାଗବତ ବାଣୀ ବା ଗୁଜରୀ, ନଟବାଣୀ ବା ବିଭାସ କେଦାର, ରାମକେରି, ବଙ୍ଗଳାଶ୍ରୀ। ତ ଆମର 1, 2, 3, 4, 5ଟି ହେଉଛି କ'ଣ ନା, 2 ପାଦ ବିଶିଷ୍ଟ ଛନ୍ଦ। ତ ଗୋଟେ ଦେଖିବା ଦାଣ୍ଡିବୃତ୍ତ ବା ଛନ୍ଦ। ତାକୁ ଆମେ କିପରି ମନେ ରଖିବା ନା, ଦାଣ୍ଡିବୃତ୍ତ ଛନ୍ଦ ଆପଣ ଦେଇଥିବ ଗୋଟେ ଯେଉଁ କବିତାଟା ଦେଇଥିବ ତାକୁ ଆବୃତ୍ତି କରିବେ, ଆଉ ତା'ର ଅକ୍ଷର ସଂଖ୍ୟା ଗଣିବେ, ତାହେଲେ ଆପଣ ଛନ୍ଦ ସେ କେଉଁ ଛନ୍ଦରେ ଅଛି ସେଇଟା ଜାଣିପାରିବେ। ଦାଣ୍ଡିବୃତ୍ତ ବା ଛନ୍ଦର ଜାଣିବାର ନିୟମ ହେଉଛି, ଦାଣ୍ଡିବୃତ୍ତରେ 2ଟି ପାଦରେ ଗୋଟିଏ ପଦ ହେବ। ଯେମିତି ହେଇଛି ଏଠି ଏକ୍ଜାମ୍ପଲରେ ଦେଖନ୍ତୁ, 2ଟି ପାଦରେ ଗୋଟିଏ ପଦ ହେଇଛି, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଅସମାନ। ଏଠି ଦେଖନ୍ତୁ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଅସମାନ ଥିବ। 1, 2, 3, 4, 5, 6, 7, 8, 9, 10, 11, 12। ପ୍ରଥମ ପାଦରେ 12ଟି ଅକ୍ଷର ଅଛି, ଦ୍ୱିତୀୟ ପାଦରେ 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15। ତାହେଲେ ଦାଣ୍ଡିବୃତ୍ତ ଛନ୍ଦ ଜାଣିବା ପାଇଁ ପାଦରେ ଥିବା ସଂଖ୍ୟାମାନଙ୍କର କାଉଣ୍ଟିଂ ପରେ ଯଦି ଅସମାନ ହେଲା, ତାହେଲେ ସେଇଟା ଆମେ ଜାଣିବା ଯେ ଦାଣ୍ଡିବୃତ୍ତ ବା ଛନ୍ଦ ରହିଛି। ତାହା 2ଟି ପାଦରେ ଗୋଟିଏ ପଦ ହୋଇଥିବ। ସେକେଣ୍ଡରେ ଆସୁଛି ଭାଗବତ ବାଣୀ ବା ଗୁଜରୀ। 2ଟି ପାଦରେ ଗୋଟିଏ ପଦ ହୋଇଥିବ ଓ ପ୍ରତ୍ୟେକ ପଦର ଅକ୍ଷର ସଂଖ୍ୟା 9 ହୋଇଥିବ। ଜାଣିପାରିଲେ, 2ଟି ପାଦରେ ଗୋଟିଏ ପଦ। ଏଠି ଏକ୍ଜାମ୍ପଲ ଦେଇଛି, ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ। ଆମର ରୁଲ୍ ହିସାବରେ କ'ଣ କହୁଛି ନା, 2ଟି ପାଦରେ ଗୋଟିଏ ପଦ ହୋଇଥିବ। 2ଟି ପାଦ ଅଛି, ଗୋଟିଏ ପଦ ହେଇଛି, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9। ଏଠି କାଉଣ୍ଟ କରିଦେବା, 1, 2, 3, 4, 5, 6, 7, 8, 9। ପ୍ରଥମ ପାଦରେ 9 ଅଛି, 1, 2, 3, 4, 5, 6, 7, 8, 9। ଦ୍ୱିତୀୟ ପାଦରେ ମଧ୍ୟ 9 ଅଛି। ତାହେଲେ ଆମେ ତାକୁ ଜାଣିବା ଭାଗବତ ବାଣୀ ବା ଗୁଜରୀ। ସେମିତି ନେକ୍ସଟ ନଟବାଣୀ ବା ବିଭାସ କେଦାର। 2ଟି ପାଦରେ ଗୋଟିଏ ପଦ ହୋଇଥିବ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 12 ହୋଇଥିବ। ଯେମିତି ଏକ୍ଜାମ୍ପଲ ଦେଖନ୍ତୁ, ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା।
ଏଠି ବି ସେମିତି କାଉଣ୍ଟ କରନ୍ତୁ 1 2 3 4 5 6 7 8 9 10 11 12 ପ୍ରତ୍ୟେକ ପଦର ଅକ୍ଷର ସଂଖ୍ୟା 12। ତାପରେ ଦୁଇ ପାଦ ବିଶିଷ୍ଟ ଛନ୍ଦ ଆମର ଆସୁଛି କ'ଣ ନା ରାମକେରି। ରାମକେରି ଦୁଇଟି ପାଦରେ ଗୋଟିଏ ପଦ ହେବ, ଏଇଟା ଜାଣିଲେ ଆପଣ। ପାଦର ଅକ୍ଷର ସଂଖ୍ୟା 16, ତାର ପ୍ରତ୍ୟେକ ପାଦରେ ଅକ୍ଷର ସଂଖ୍ୟା 16 ଥିବ। ଯେମିତି କଳା କଳ ବର କହ୍ନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଂଗାତ। ଏଠି ସେମିତି କାଉଣ୍ଟ କଲେ ଆମର 16ଟି ଲେଖା ଅକ୍ଷର ଆସିବ। ସେହିପରି ବଙ୍ଗଳାଶ୍ରୀ। ବଙ୍ଗଳାଶ୍ରୀ ମଧ୍ୟ ଦୁଇଟି ପାଦରେ ଗୋଟିଏ ପଦ, ପାଦର ଅକ୍ଷର ସଂଖ୍ୟା 20। ତାର ଏକ୍ଜାମ୍ପଲ୍ ହେଉଛି ଏଠି ଦେଖନ୍ତୁ, କ୍ରମେ ମଧୁଶେଷେ ଆସଇ ଜଗତେ ଦାରୁଣ ନିର୍ଦାଘ କାଳ ତୀକ୍ଷ୍ମ ସରପ୍ରାୟେ ବର୍ଷଇ ତପନ ପ୍ରଚଣ୍ଡ କିରଣ କାଳ। ତାହେଲେ ଆମେ କ'ଣ ଜାଣିଲେ ନା ଦୁଇ ପାଦ ବିଶିଷ୍ଟ ଛନ୍ଦ ଆମର ଆସୁଛି କେତେଟା? 5ଟା। ପ୍ରଥମେ ଆସିଲା କ'ଣ ନା ଦାଣ୍ଡିବୃତ୍ତ ବା ଛନ୍ଦ। ଏହାର ଦୁଇଟି ପାଦରେ ଗୋଟିଏ ପଦ, ଅକ୍ଷର ସଂଖ୍ୟା ଅସମାନ। ମନେ ରଖିବାର ସଠିକ୍ ମୁଁ କହିଦେଉଛି। ତାପରେ ଭାଗବତ ବାଣୀ ବା ଗୁଜରୀ ଦୁଇଟି ପାଦରେ ଗୋଟିଏ ପଦ, ଅକ୍ଷର ସଂଖ୍ୟା 9। 9 ପରେ 12 ମନେ ରଖିବେ। 12ରେ ଆସୁଛି ନଟବାଣୀ ବା ବିଭାସ କେଦାର। 12 ପରେ 16ଟି ଅକ୍ଷର ଥିବ। 16ଟି ଅକ୍ଷର ହେଉଛି ରାମକେରି। ତାପରେ ଆସିବ 20। ତାହେଲେ ଆମର କ'ଣ ହେଲା? ପ୍ରଥମେ ଅସମାନ, ଦାଣ୍ଡିବୃତ୍ତ ହେଉଛି ଅସମାନ। ତାପରେ ଭାଗବତ ବାଣୀ ଗୁଜରୀ ହେଉଛି 9। ନଟବାଣୀ ବା ବିଭାସ କେଦାର ହେଉଛି 12। ରାମକେରି 16, ବଙ୍ଗଳାଶ୍ରୀ 20। ଏହିପରି ଭାବରେ ମନେ ରଖିବେ। ସେ ଏକ୍ଜାମ୍ପଲ୍ଟା ଦେଇଥିବ, ସେଇଟା କେଉଁ ଛନ୍ଦରେ ଅଛି ତାହା ପଚାରିଥିବ। ତାପରେ ଆସୁଛି ଚାରି ପାଦ ବିଶିଷ୍ଟ ଛନ୍ଦ। ଚାରି ପାଦରେ ଗୋଟିଏ ପଦ, ଯେଉଁଠାରେ ଚାରି ପାଦରେ ଗୋଟିଏ ପଦ ହେଉଥିବ। ତାହେଲେ ଚାରିପାଦ ବିଶିଷ୍ଟ ଛନ୍ଦ ଆମର 3ଟି ଛନ୍ଦ ଅଛି, ଚୋଖୀ, ଶଙ୍କରାଭରଣ, କଳହଂସ କେଦାର। ତ ତାକୁ କେମିତି ମନେ ରଖିବା? ଚୋଖୀ ଚାରି ପାଦରେ ଗୋଟିଏ ପଦ, ପ୍ରଥମ ଦୁଇଟି ପାଦରେ 29ଟି ଅକ୍ଷର ଥିବ, ତୃତୀୟ ପାଦରେ 9ଟି ଅକ୍ଷର, ଚତୁର୍ଥ ପାଦରେ 13ଟି ଅକ୍ଷର ଥିବ। ତ ଆପଣ କ'ଣ କରିବେ ନା ପ୍ରଥମ ଦୁଇଟି ପାଦରେ 29ଟି ଅକ୍ଷର ଥିବ, କାଉଣ୍ଟ କରିଦେବେ। ତୃତୀୟ ପାଦଟାକୁ ଦେଖିବେ 9ଟି ଅକ୍ଷର ଥିବ। ତାହେଲେ ଏକ୍ଜାମ୍ପଲ୍ଟା ଦେଖନ୍ତୁ, ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ତୃଷା ଜାନକୀ ନନ୍ଦନ ତୃଷା ହୃଦୟ ବହି। ଏଇଟା ପ୍ରଥମ ପାଦ ଗଲା। ଏଇଟା ଆସିବ ସେକେଣ୍ଡ ପାଦ, କର ପଲ୍ଲବେ ନିହାର ମୁକ୍ତା ଧରି ଉପହାର ସୀତାଙ୍କ ବାସ ବିହାର ବାହାର ପ୍ରାଙ୍ଗଣେ ରହି। ଇଏ ଆମର ଆସିଲା ଦ୍ୱିତୀୟ ପାଦ। ତୃତୀୟ ପାଦ ହେଉଛି କଳକଣ୍ଠ କଣ୍ଠେ କହିଲା। ତୃତୀୟ ପାଦ ଗଲା। ଦେଖନ୍ତୁ ଏଇଟା 9ଟି ଅକ୍ଷର ଥିବ ଏଠି। ଦର୍ଶନ ଦିଅ ସତୀ ରାତି ପାଇଲା, ଇଏ ଚତୁର୍ଥ ପାଦ। ତାହେଲେ 4ଟି ପାଦରେ ଗୋଟିଏ ପଦ ହେଲା। ଏଥିରେ ପ୍ରଥମ ପାଦର ଅକ୍ଷର ସଂଖ୍ୟା 29, ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା 29, ତୃତୀୟ ପାଦର ଅକ୍ଷର ସଂଖ୍ୟା 9, ଚତୁର୍ଥ ପାଦର ଅକ୍ଷର ସଂଖ୍ୟା 13। ତ ସେହିପରି ଶଙ୍କରାଭରଣ। ଶଙ୍କରାଭରଣ 4ଟି ପାଦରେ ଗୋଟିଏ ପଦ ହୋଇଥିବ। ଆମେ ଏବେ 4 ପାଦ ବିଶିଷ୍ଟ ଛନ୍ଦ ପଢ଼ୁଛେ। ତାହେଲେ ଫାର୍ଷ୍ଟ, ସେକେଣ୍ଡ, ଫୋର୍ଥରେ ଥିବ ଅକ୍ଷର ସଂଖ୍ୟା 14 ଥିବ। ଫାର୍ଷ୍ଟ, ସେକେଣ୍ଡ, ଫୋର୍ଥ ପଦରେ ଅକ୍ଷର ସଂଖ୍ୟା 14 ଥିବ ଏବଂ ଥାର୍ଡ଼ ପାଦରେ 8ଟି ଅକ୍ଷର ଥିବ। ଏଠି ତାର ଏକ୍ଜାମ୍ପଲ୍ ଦେଖନ୍ତୁ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମତେ ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ପ୍ରଭ ପରମ ଶରଣ। ଏଇଟା ହେଉଛି ଆମର ତୃତୀୟ ପଦ। ଏଠିରେ ଅଛି 8ଟି ଅକ୍ଷର। ଏ ଜୀବନେ ଶ୍ରୀଚରଣେ କଲି ସମର୍ପଣ। ବୁଝିଗଲା? ତାହେଲେ 4 ପାଦ ବିଶିଷ୍ଟ ଆଉ ଗୋଟିଏ ରହିଲା କଳହଂସ କେଦାର। କଳହଂସ କେଦାର ସେଭଳି 4 ପାଦରେ ଗୋଟିଏ ପଦ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 12 ହୋଇଥିବ। ତାହେଲେ 4 ପାଦ ବିଶିଷ୍ଟ ଛନ୍ଦ ଆମର କ'ଣ କ'ଣ ଆସିଲା ନା ଏପଟେ ଚୋଖୀ, ଶଙ୍କରାଭରଣ, କଳହଂସ କେଦାର। କେମିତି ମନେ ରଖିବେ? ଚୋଖୀ, ଶଙ୍କରାଭରଣ, କଳହଂସ କେଦାର। ଚୋଖୀର ପ୍ରଥମ 2 ପାଦର ଅକ୍ଷର ସଂଖ୍ୟା 29। ଆପଣ ପ୍ରଥମେ ଦେଖିବେ 4 ପାଦ ଅଛି, ଆଉ ପ୍ରଥମ ପାଦକୁ କାଉଣ୍ଟ କରିବେ ଅକ୍ଷର ସଂଖ୍ୟା। ଯଦି 29 ହେଲା ତାହେଲେ ତାକୁ ଆଖି ବନ୍ଦ କରିକି ଚୋଖୀ ମାରିଦେବେ। ତାପରେ କଳହଂସ କେଦାର ସେମିତି ପ୍ରଥମ ଦ୍ୱିତୀୟ ପାଦକୁ କାଉଣ୍ଟ କଲେ ଯଦି ଅକ୍ଷର ସଂଖ୍ୟା 14 ଆସିଲା ତାହେଲେ ସିଏ କଳହଂସ କେଦାର, ଶଙ୍କରାଭରଣ। କଳହଂସ କେଦାର ସେମିତି ପ୍ରତ୍ୟେକ ପାଦକୁ ଅକ୍ଷର ସଂଖ୍ୟା ଯଦି 12 ହେଲା ତାହେଲେ ସିଏ କଳହଂସ କେଦାର। ସେହିପରି ଆମର 6ଟି ପାଦରେ ଏକ ପଦ ହେଉଥିବା ଛନ୍ଦ 2ଟି ଅଛି। ପ୍ରଥମେ ହେଉଛି ରସକୁଲ୍ୟା, ତାପରେ ହେଉଛି ଆଷାଢ଼ ଶୁକ୍ଳ। ତ ରସକୁଲ୍ୟା କେମିତି ଜାଣିବେ? 6ଟି ଦେଖିବେ, ଯେଉଁଠି 6ଟି ପାଦ ଥିବ 6ଟି ପାଦରେ ଗୋଟିଏ ପଦ ହେଉଥିବ, ସେଇଟା ହେଉଛି 6 ପାଦ ବିଶିଷ୍ଟ ଛନ୍ଦ। ତ ଆପଣ ଯେତେବେଳେ 6ଟି ପାଦ ଥିବ
ମନେ ଭାବିଦେବେ କି ରସକୁଲ୍ୟା ଆଉ ଗୋଟେ ଆଷାଢ଼ ଶୁକ୍ଳ 6 ପାଦ ବିଶିଷ୍ଟ ଥିଲେ ରସକୁଲ୍ୟା ଆଷାଢ଼ ଶୁକ୍ଳ। ତାହେଲେ 6ଟି ପାଦରେ ଗୋଟିଏ ପଦ ହେଉଥିବ। ପ୍ରଥମ ଦ୍ୱିତୀୟ ତୃତୀୟରେ 11 ଅକ୍ଷର ବିଶିଷ୍ଟ ସଂଖ୍ୟା ଥିବ। 6ଟି ପାଦରେ ଯେଉଁଠି ଥିବ ପ୍ରଥମ ପାଦ ଦ୍ୱିତୀୟ ପାଦ ତୃତୀୟ ପାଦରେ 11ଟି ଥିବ, ଆଖି ବନ୍ଦ କରିକି ତାକୁ ରସକୁଲ୍ୟା କରିଦେବେ। ତାପରେ ଆଷାଢ଼ ଶୁକ୍ଳ ସେଇଭଳି 6ଟି ପାଦରେ ଗୋଟିଏ ପଦ ହେଉଥିବ। ପ୍ରଥମ ଦ୍ୱିତୀୟ ତୃତୀୟ ଚତୁର୍ଥ ଏବଂ ଷଷ୍ଠରେ 11ଟି ଲେଖେ ଅକ୍ଷର ଥିବ। ପଞ୍ଚମରେ 6ଟି ଅକ୍ଷର ଥିବ। ତ ସେଇଭଳି ଭାବରେ 6ଟି ପାଦ ବିଶିଷ୍ଟ ଛନ୍ଦ ଆମର ଏକ୍ଜାମ୍ରେ ଆସୁନି, କୋଶ୍ଚିନ୍ ପ୍ରାୟ ଆସୁନି। ଆପଣଙ୍କୁ ମନେ ରଖିବାର ଅଛି ଏଇ ଦୁଇଟା, 2ଟି ପାଦ ବିଶିଷ୍ଟ ଛନ୍ଦ। 5ଟା ରହିଲା କ'ଣ କ'ଣ ନା, ପ୍ରଥମେ ହେଉଛି ଦାଣ୍ଡିବୃତ୍ତ ଛନ୍ଦ, ତାପରେ ଭାଗବତ ବାଣୀ ଗୁଜରୀ, ନଟବାଣୀ ବିଭାସ କେଦାର, ରାମକେରି ବଙ୍ଗଳାଶ୍ରୀ। ତାପରେ 4 ପାଦ ବିଶିଷ୍ଟ ଛନ୍ଦ କ'ଣ କ'ଣ ଆସିଲା ନା, ଚୋଖୀ, ଶଙ୍କରାଭରଣ, କଳହଂସ କେଦାର। 6ଟି ପାଦରେ 1 ପଦ ବିଶିଷ୍ଟ ଛନ୍ଦ ହେଉଛି ରସକୁଲ୍ୟା ଏବଂ ଆଷାଢ଼ ଶୁକ୍ଳ। ତ ଏତିକି ଥିଲା ଛନ୍ଦ କନସେପ୍ଟ। ଆସନ୍ତା 17 ତାରିଖରେ ଏକ୍ଜାମ୍ ହେବାକୁ ଥିବା OSTETରେ ଏହା ପଢ଼ିବାଟା ସୁନିଶ୍ଚିତ।